गं गणपते नमः। नमस्कार, जय जगन्नाथ। आसतु जानिबा आଜି भगवद गीता द्वितीय अध्याय सांख्य योगर श्लोक 50। बुद्धियुक्त जहातिह उभे सुकृत दुष्कृते तस्माद् योगाय युज्यस्व योगः कर्मसु कौशलम्। ଏହି ଶ୍ଲୋକର ଅର୍ଥ ହେଉଛି ଯେଉଁ ବ୍ୟକ୍ତି ନିଷ୍ଠାପର ଭାବରେ ଆସକ୍ତି ବିନା କର୍ମ କରେ ସେ ପାପ ଓ ପୁଣ୍ୟ ଦୁହିଁରୁ ମୁକ୍ତ ହୋଇଯାଏ। ତେଣୁ ଯୋଗ ପାଇଁ ଚେଷ୍ଟିତ ହୁଅ ଅର୍ଜୁନ, ଯାହାକି ସଠିକ୍ ଚେତନା ଯୁକ୍ତ ହୋଇ କର୍ମ କରିବାର କଳା ଅଟେ। ଏହି ଶ୍ଲୋକରୁ ଆମେ ଏହା ଶିଖିବା ଯେ ଆସକ୍ତି ବିନା କର୍ମ କରିବା ଏବଂ କାମକୁ ସଠିକ୍ ଭାବରେ ଶାନ୍ତ ମନରେ କରିବା। ରହୁଛି, ଜୟ ଜଗନ୍ନାଥ। ପୁଣି ଥରେ ଦେଖା ହେବ ଆଉ ଗୋଟେ ଭିଡ଼ିଓରେ।